So friends, welcome to my channel Chaudhary Talks. ଆଜି ଆମେ କଥା ହେବା ଇଣ୍ଟରଭ୍ୟୁ ଉପରେ କଥା ହେବା। ସାଧାରଣତଃ ଦେଖାଯାଏ ଜେନେରାଲି ଯୋଉମାନେ ଆସନ୍ତି ଇଣ୍ଟରଭ୍ୟୁ ଦେବାକୁ ଏନି ପୋଷ୍ଟ ଟିଚର ନନ୍ ଟିଚିଂ ବା ଜେନେରାଲ ଯେକୌଣସି ପୋଷ୍ଟ ପାଇଁ ତା ପାଇଁ ଗୋଟେ ମୁଁ ଲକ୍ଷ୍ୟ ରଖିଛି ତାଙ୍କର ଗୋଟେ ସେଲ୍ଫ କନଫିଡେନ୍ସର ଅଭାବ ଥାଏ। ଲ୍ୟାକ୍ ଅଫ୍ ସେଲ୍ଫ କନଫିଡେନ୍ସ ଦ୍ୟାଟ୍ ମିନ୍ସ ସେମାନେ ଜାଣିଥିଲେ ବି ନଲେଜ ଥିଲେ ବି ଇଣ୍ଟରଭ୍ୟୁରେ ଯେତେବେଳେ ସାମ୍ନା ସାମ୍ନି କଥା ହୁଅନ୍ତି ସେତେବେଳେ ସେମାନେ ନର୍ଭସ ଫିଲ୍ କରନ୍ତି ଏବଂ ତାଙ୍କର ସେତିକି ଆତ୍ମବିଶ୍ୱାସ ଆସେନି କାରଣ ସେମାନେ ନର୍ଭସ ହୁଅନ୍ତି। ମୁଁ ସେମାନଙ୍କୁ ଆସୁରାନ୍ସ ଦିଏ, ସେମାନଙ୍କୁ ମୁଁ କୁହେ ଯେ ଇଣ୍ଟରଭ୍ୟୁ ଟାଇମରେ ଆପଣ କାହିଁ ଭାବୁଛନ୍ତି ନହେଲେ କ'ଣ ହବ, ଯଦି ଇଣ୍ଟରଭ୍ୟୁରେ ଆପଣ ସିଲେକ୍ଟ ନହେଲେ କ'ଣ ହବ। ଏବଂ କେତେଜଣ ମୁଁ ଦେଖିଛି ଏତେ ଓବିଡିଏଣ୍ଟ, ଏତେ ଜେଣ୍ଟିଲ, ଏତେ ମାନେ ଆବଶ୍ୟକତା ଠାରୁ ଅଧିକା ଜେଣ୍ଟିଲ କଥାବାର୍ତ୍ତା କରନ୍ତି, ଲାଗେ ସତରେ ଯେମିତି ସେମାନେ ଇଣ୍ଟରଭ୍ୟୁ ପାଇଁ ଆସିନାହାନ୍ତି, ପୁଅ କିମ୍ବା ଝିଅ ଦେଖା ହଉଛି, ଜ୍ୱାଇଁ କିମ୍ବା ବୋହୂ ସିଲେକ୍ସନ ଭଳିଆ କଥାବାର୍ତ୍ତା କରନ୍ତି। ସେମିତି ହବା କଥା ନୁହଁ। ବି ସ୍ମାର୍ଟ, ଡାଇନାମିକ ରୁହନ୍ତୁ, ଯାହା ନଲେଜ ଅଛି ସେୟାର କରନ୍ତୁ, ଯାହା ପଚାରୁଛନ୍ତି କନଫିଡେଣ୍ଟଲି ଆନ୍ସର ଦିଅନ୍ତୁ। ଏବେ 2 ଦିନ ତଳେ ଜଣେ ଝିଅଟି ଆସିଥିଲା, କହିଲା ଯେ ମୁଁ ଆପଣଙ୍କର ସାନିଟେସନ ୱାର୍କର ଯୋଉ ସୁଇପର କାମ କରିବା ପାଇଁ ଗାର୍ଲସ ହଷ୍ଟେଲରେ ରହିବା ପାଇଁ ତା ସାଙ୍ଗରେ ମୁଁ କଥାବାର୍ତ୍ତା କଲା ପରେ ମତେ ଲାଗିଲା ତାର ଫାର୍ଷ୍ଟ ଟାଇମ କରୁଛି, ସେ କେବେ କରିନି। ମୁଁ ପଚାରିଲି କ'ଣ ପାଠ ପଢିଛ, ନା ଗ୍ରାଜୁଏସନ କମ୍ପ୍ଲିଟ କରିଛି। ମୁଁ ଆଶ୍ଚର୍ଯ୍ୟ ହେଇଗଲି, ଆରେ ଗ୍ରାଜୁଏସନ କମ୍ପ୍ଲିଟ କଲା ପରେ ସୁଇପର କାମ? ମୁଁ କହିଲି ଭାବିକିରି କହୁଛ ତ? ଟଏଲେଟ ସଫା କରିବାକୁ ପଡିବ, ଆଉ ଘର ଏଗୁଡା କ୍ଲାସରୁମ ଏଗୁଡା ସବୁ ସଫା କରିବାକୁ ପଡିବ, ହଷ୍ଟେଲ ସଫା କରିବାକୁ ପଡିବ ନା? ହଁ, ମୁଁ ବହୁତ ଭାବିଛି। ତେଣୁ ଦେଖନ୍ତୁ ସିଚୁଏସନ କ'ଣ। ଆଉ କିଛି ଦିନ ତଳେ ଏବେ ଜଣେ ଫିଜିକ୍ସର ଜଣେ ଆସିଥିଲେ ଲେଡି ଜଣେ, ତାଙ୍କୁ ବି ପଚାରୁଥିଲେ, ନା କିଛି ନାହିଁ, ମୋର 4 ଇୟର୍ସର ଏକ୍ସପିରିଏନ୍ସ ଅଛି। ଏକ୍ସପିରିଏନ୍ସ ଡଜଣ୍ଟ ମ୍ୟାଟର, ଏଇଟା ଭାରି ବଡ କଥା ନୁହଁ। ଆପଣ ପଢେଇବାର କାପାବିଲିଟି ଅଛି କି? ଆପଣ ପଢେଇ ପାରିବେ କି? କାରଣ ଗୋଟାଏ ଟିଚର ହିସାବରେ ଗୋଟେ କ୍ଲାସ ରୁମର ଯୋଉଗୁଡାକ ଅଛି, ଯୋଉଟା ସ୍ଲୋ ଲର୍ଣ୍ଣର ଅଛନ୍ତି, ଜିନିୟସ ଅଛନ୍ତି, ମିଡିଲ ବାଲା ଅଛନ୍ତି, ସମସ୍ତଙ୍କୁ କ୍ୟାପଚର କରିବାକୁ ପଡେ ଏବଂ କ୍ଲାସ ରୁମ ମ୍ୟାନେଜମେଣ୍ଟ ଦେଖିବାକୁ ପଡେ ଏବଂ ଆପଣଙ୍କର ଟିଚିଂ ମେଥଡୋଲୋଜି, ଭଏସ ଥ୍ରୋ ଏଗୁଡା କେମିତି ଅଛି ସେଗୁଡା ମଧ୍ୟ ଦେଖିବାକୁ ପଡେ। ତେଣୁ ସେଇ ସବୁ ବିଷୟରେ କନସିୟସ୍ ହେଲେ ଆପଣ ଯେକୌଣସି ଇଣ୍ଟରଭ୍ୟୁରେ ସିଲେକ୍ସନ ହେଇଯିବେ। କାରଣ ଇଣ୍ଟରଭ୍ୟୁ ବୋର୍ଡ ସବୁବେଳେ ଆପଣଙ୍କର କନଫିଡେନ୍ସକୁ ଦେଖେ, ମାନେ ଇଏ ପିଲାଟି ଆମର ଆସେଟ ଗୋଟେ ହେଇପାରିବ କି, ଇଏ ଇଣ୍ଡିପେଣ୍ଡେଣ୍ଟଲି ଏନି ପ୍ରୋବ୍ଲେମ ସଲ୍ଭ କରିପାରିବ କି, এইଗୁଡ଼ା ସବୁ ଦେଖନ୍ତି। ତେଣୁ ଯେକୌଣସି ଇଣ୍ଟରଭ୍ୟୁ ହଉ ଆପଣ ବି ଫ୍ରେଣ୍ଡଲି, ଆରାମରେ କଥା ହୁଅନ୍ତୁ, ନହେଲେ ନହବ। ଆମ ମନ ଭିତରେ ଡର ପ୍ରାୟ ଥାଏ ସାଧାରଣତଃ, ଯଦି ମୁଁ ଏଇ ଟାଇପର ଆନ୍ସର ଦେବି ହୁଏତ ନ ହେଇପାରେ, ନ ହେଇପାରିଲେ କ'ଣ ହବ, ହୋଇପାରିଲେ ଆଉ ଗୋଟେ ଇଣ୍ଟରଭ୍ୟୁ। କିନ୍ତୁ ଜିନିଷ ହଉଛି କୌଣସି ଇଣ୍ଟରଭ୍ୟୁରେ ଫେଲ୍ୟୁଅର ହବା କଥା ନୁହେଁ। ତେଣୁ ସମସ୍ତେ ଏ ବିଷୟରେ ଟିକେ, ଯୋଉମାନେ ଇଣ୍ଟରଭ୍ୟୁ ଦଉଛନ୍ତି, ଚାକିରି ଖୋଜୁଛନ୍ତି, ଜବ୍ ନିହାତି ରିକ୍ୱାରମେଣ୍ଟ ଅଛି, ନିଜ ଭିତରେ ସେଲ୍ଫ କନଫିଡେନ୍ସ ଆଣନ୍ତୁ। ଏ ଜିନିଷଟା ଜନ୍ମରୁ କାହାର ନଥାଏ, ତାକୁ ଡେଭଲପ କରିବାକୁ ପଡେ। ଆପଣଙ୍କର ସ୍କିଲ୍, ଆପଣଙ୍କର ନଲେଜ ଇଣ୍ଟରଭ୍ୟୁ ବୋର୍ଡ ଆଗରେ ପ୍ରେଜେଣ୍ଟ କଲେ ସେମାନେ ଖୁସି ଏବଂ ନିଶ୍ଚିନ୍ତ ଭାବରେ ଆପଣ ସିଲେକ୍ସନ ହେବେ। ନା କ'ଣ କହୁଛନ୍ତି?